ଜୟ ଜଗନ୍ନାଥ। ଆଜି ଆଲୋଚନା କରିବା ମୋହନ ଗାନ୍ଧୀଙ୍କ ବାଣୀ। ବୁଝିଗଲା? କହିବାର ତାତ୍ପର୍ଯ୍ୟ, ପୃଥିବୀ ଭୂଖଣ୍ଡରେ ଅନେକ ଧର୍ମାବଲମ୍ବୀ ଅଛନ୍ତି ବା ଆମ ପୃଥିବୀରେ ମୁଖ୍ୟତଃ ବେଶୀ ହିନ୍ଦୁ, ଖ୍ରୀଷ୍ଟିଆନ, ମୁସଲମାନ ଏମିତି ଅନେକ ଧର୍ମ କ'ଣ ଅଛି ବିଦ୍ୟମାନ ଅଛି। ପ୍ରତ୍ୟେକ ଧର୍ମାବଲମ୍ବୀଙ୍କର ସ୍ୱତନ୍ତ୍ର ଗୋଟିଏ ଗୋଟିଏ ନିୟମ ମଧ୍ୟ ଅଛି। ତମେ ଦେଖ, ମୁସଲମାନ ଭାଇମାନଙ୍କର ମୁଖ୍ୟ ଧର୍ମପୀଠ ହେଉଛି କେଉଁଠି? ଆରବ, ମକ୍କା, ମଦିନା। ହଜ୍ କରିବାକୁ ସବୁ ଯାଆନ୍ତି ସେମାନେ। ତାଙ୍କର ସେଠି କ'ଣ ହେଉଛି, ଗୋଟେ ସ୍ୱତନ୍ତ୍ର ନୀତି ନିୟମ ରହିଛି ସେମାନଙ୍କର। ସେଠି ହିନ୍ଦୁଙ୍କୁ ସେମିତି ମନ୍ଦିରକୁ ପ୍ରବେଶ ନିଷେଧ ଅଛି। କାହିଁକି? ସେ କଥା ପଛରେ ଆଲୋଚନା କରିବା। ସେମିତି ଆମ ଭାରତ ଭୂଖଣ୍ଡରେ ଅନେକ ହିନ୍ଦୁ ମନ୍ଦିର ହିନ୍ଦୁମାନଙ୍କର ଦେବାଳୟ ସ୍ଥଳୀ ମାନ ବିଦ୍ୟମାନ ଅଛି। ଆଉ ଭାରତରେ 4 ଗୋଟି ଧାମ ଅଛି। ବୁଝିହେଉଛି? ଯେତେ ଗୁଡ଼ିଏ ଧାମ ଅଛି ତା ଭିତରୁ ଆମର ଶ୍ରୀକ୍ଷେତ୍ର ପୁରୀ ଧାମ ହେଉଛି ଗୋଟେ ଅନ୍ୟତମ। 4 ଧାମ ଭିତରେ ମୁଖ୍ୟ ଧାମ ପୁରୀ ମଧ୍ୟ ଗୋଟିଏ ଅନ୍ୟତମ। ପୁରୀରେ ମନ୍ଦିରକୁ ହିନ୍ଦୁକୁ ଛାଡ଼ିଦେଲେ ଅନ୍ୟ ଧର୍ମାବଲମ୍ବୀ ମାନେ ପ୍ରବେଶ ନିଷେଧ। ବୁଝିହେଉଛି ନା? ଅନ୍ୟ ଧର୍ମାବଲମ୍ବୀ ମାନେ ଜଗନ୍ନାଥ ମନ୍ଦିରକୁ ପ୍ରବେଶ କରନ୍ତି ନାହିଁ। ଏଇଟା ଏବେ କଥା ନୁହଁ, ଜଗନ୍ନାଥ ସଂସ୍କୃତିର ନୀତି ନିୟମ ହିସାବ। ସେ ଯେତେବେଳେ ଜଗତର ନାଥ ଜଗନ୍ନାଥ ଅନ୍ୟ ଧର୍ମାବଲମ୍ବୀଙ୍କୁ ଦର୍ଶନ ଦେବା ପାଇଁ ସ୍ୱୟଂ କ'ଣ ରଥରେ ବିଦ୍ୟମାନ ହୁଅନ୍ତି। ବୁଝିହେଉଛି ନା? ସେ ରଥକୁ ଯେତେବେଳେ ଆସିବେ, ରଥ ପରେ ବସିଥିବା ସମୟରେ ସମସ୍ତେ ଛୁଇଁ ପାରିବେ, ସମସ୍ତେ ଦର୍ଶନ କରିପାରିବେ। ଅନ୍ୟ ସମୟରେ ଠାକୁରଙ୍କୁ ଦେଖିପାରନ୍ତିନି। ଠାକୁର ରହିଲେ କେଉଁଠି? ଭିତରେ। ସେଥିପାଇଁ ସିଂହ ଦ୍ୱାରରେ ଗୋଟେ ପତିତ ପାବନ ମୂର୍ତ୍ତି ଅଛି, ନାହାନ୍ତି ନା? ଗୋଟିକିଆ ଜଗନ୍ନାଥ ମୂର୍ତ୍ତି। ମନ୍ଦିର ଭିତରୁ ପଶିଗଲା ବେଳକୁ ବେଢ଼ା ଭିତରକୁ ଡାହାଣ ପଟ ଅଛନ୍ତି। ଅନ୍ୟ ଧର୍ମାବଲମ୍ବୀ ମାନେ ଜଗନ୍ନାଥଙ୍କୁ ନ ଦେଖିବା ଫଳରେ ସେମାନେ ଦୂରରେ ରହି, ବଡ଼ଦାଣ୍ଡରେ ରହି ପତିତ ପାବନକୁ ଦର୍ଶନ କରନ୍ତି। ଏବଂ ଜଗନ୍ନାଥ ସଂସ୍କୃତିର 4 ଧାମ ମଧ୍ୟରୁ ଜଗନ୍ନାଥ କ୍ଷେତ୍ର ପୁରୀରେ ସ୍ୱତନ୍ତ୍ର ନୀତି ନିୟମ ହେଉଛି ଅଲଗା। ବୁଝିହେଉଛି? ଜଗନ୍ନାଥ ହେଉଛନ୍ତି କଳିଯୁଗର ପ୍ରତ୍ୟକ୍ଷ ଦେବତା। କିନ୍ତୁ ମହାପୁରୁଷ କହୁଛନ୍ତି ଭାରତ ଭୂଖଣ୍ଡରେ ଏମିତି ଜଣେ ବ୍ୟକ୍ତି ଜନ୍ମଗ୍ରହଣ କରିବ, ସିଏ କ'ଣ କରିବ? ଆକୁ ସବୁ ଭାଙ୍ଗିଦେବ। ଏ ଯେଉଁ ନୀତି ନିୟମ ରଖିବ ନାହିଁ। ଏମିତି ଗୋଟେ ସମ୍ବିଧାନ ପ୍ରଣୟନ ହେବ, ଦିନେ ନା ଦିନେ ପୁରୀ ଜଗନ୍ନାଥ ମନ୍ଦିର ଭିତରେ ସମସ୍ତେ କ'ଣ ହେବେ? ପ୍ରବେଶ କରିପାରିବେ। ହିନ୍ଦୁ ପ୍ରବେଶ କରିପାରିବେ, ଖ୍ରୀଷ୍ଟିଆନ ପ୍ରବେଶ କରିପାରିବେ, ମୁସଲମାନ ପ୍ରବେଶ କରିପାରିବେ। ଏ ସବୁ ଦିନେ ନା ଦିନେ ଏ ଘଟଣା ଘଟିବ ବୋଲି ବିଗତ 600 ବର୍ଷ ତଳେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ତାଙ୍କର ଜାଇଫୁଲ ମାଳିକାରେ ସ୍ୱତନ୍ତ୍ର ଲିପିବଦ୍ଧ କରିଯାଇଥିଲେ। ସେ କଥା କେତେ ଅକ୍ଷର ଅକ୍ଷର ସତ୍ୟତାରେ ପରିଣତ ହେଇଛି ତମେ ମାନେ ଦେଖ। ସେ ଲେଖିଲେ, ଅଛୁଆ ଲୋକ ଯେ ପୁଣି ଦେଉଳ ଭିତରେ ପଶିବେ ଜାଣିଲ ଜାଇଫୁଲ ସେଇ ମୋହନ ଗାନ୍ଧୀର ବାଣୀ। ବୁଝିପାରୁଛ?
ଜଗନ୍ନାଥ ମନ୍ଦିର ପଶି ପାରୁନଥିଲେ। ଅଖଣ୍ଡ ଭାରତ ଥିଲା, ସେ ମଧ୍ୟ ଖଣ୍ଡ ଖଣ୍ଡ ହେଇଗଲା। ଯାହାଫଳରେ ଭାରତ ହେଇଗଲା କ'ଣ? ଧର୍ମ ନିରପେକ୍ଷ ରାଷ୍ଟ୍ର। ଭାରତ ସ୍ୱାଧୀନ ଦେଶ ହେଲେ ମଧ୍ୟ ଭାରତରେ ସବୁ ଧର୍ମକୁ ସମ ଅଧିକାର ପ୍ରଦାନ କରାଗଲା। ଏଠି ହିନ୍ଦୁମାନଙ୍କର କ୍ଷେତ୍ର, ଆରାଧ୍ୟ ଦେବତା କିଏ? ସ୍ୱୟଂ ଜଗନ୍ନାଥ। କିନ୍ତୁ ମହାପୁରୁଷ ଅଚ୍ୟୁତ କହୁଛନ୍ତି ଅଛୁଆ ଲୋକ ଯେ ପୁଣି ମାନେ ଅନ୍ୟ ଧର୍ମାବଲମ୍ବୀ ବ୍ୟକ୍ତିବିଶେଷ ମାନେ ଦେଉଳ ଭିତରେ ପଶିବେ ଜାଣି, ଅଜଣାତରେ ନୁହଁ, ଜାଣି ଶୁଣିକିରି ଅନ୍ୟ ଧର୍ମାବଲମ୍ବୀ ଲୋକମାନେ ପୁରୀ ବଡ଼ ଦେଉଳରେ ପ୍ରବେଶ କରିବେ। କାହିଁକି ନା ସେଇ ମୋହନ ଗାନ୍ଧୀର ବାଣୀ। ଗାନ୍ଧୀ ଯେତେବେଳେ ଦେଶ ସ୍ୱାଧୀନ କଲେ, ଭାରତ ଖଣ୍ଡ ଖଣ୍ଡ ହେଇଗଲା। ମୁସଲମାନଙ୍କ ଭାଇମାନଙ୍କ ପାଇଁ ସ୍ୱତନ୍ତ୍ର ଗୋଟିଏ ରାଷ୍ଟ୍ର ଗଠନ କରାଗଲା, ଯିଏକି କ'ଣ? ପାକିସ୍ତାନ। କିନ୍ତୁ ଆମ ହିନ୍ଦୁ ଧର୍ମ ଭାରତ ଭୂଖଣ୍ଡ କ'ଣ ହେଲା? ଆମର ଆଉ ଏଠି ସ୍ୱତନ୍ତ୍ର ହିନ୍ଦୁମାନଙ୍କର ଗୋଟେ ଧର୍ମ ବୋଲି ରହିଲା ନାହିଁ। ଏମିତି ଆଇନ ପ୍ରଣୟନ କଲେ ଯାହାଫଳରେ ସବୁ ଧର୍ମ ସମାନ ହେଇଗଲା। କେତେବେଳେ? ନା ମୋହନ ଗାନ୍ଧୀର ବାଣୀ। ଦେଖ, ମହାପୁରୁଷ ଆଗ କହିଥିଲେ, ଯାଇ ଫୁଲମାଳିକାରେ ଆଗ ଲେଖିଥିଲେ, ବହୁଦିନ ଅନ୍ତି ଗାନ୍ଧୀ ଆସିଲେ ନା ନାହିଁ? ମୋହନ ଦାସ କରମଚାନ୍ଦ ଗାନ୍ଧୀ ଆସିଲେ। ତାଙ୍କରି ସମୟରେ ଅଖଣ୍ଡ ଭାରତ ଖଣ୍ଡ ଖଣ୍ଡ ହେଲା ଏବଂ ଭାରତରେ ଗୋଟେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଗଲା। ଯାହାଫଳରେ ବଡ଼ ଦେଉଳରେ କ'ଣ ହେଉଛି? ଆଗକୁ ସବୁ ଧର୍ମାବଲମ୍ବୀ କ'ଣ ହେଇଯିବେ? ଜାଣି ଶୁଣିକି ପଶିବେ। ବୁଝିପାରିଲ ନା? ବୁଝିପାରିଲ? ତେଣୁ ଯାଇ ଫୁଲମାଳିକାରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଆମମାନଙ୍କ ପାଇଁକି ଗୋଟେ ଦିଗ୍ଦର୍ଶନ ମଧ୍ୟ ଦେଇ ଯାଇଛନ୍ତି। ବୁଝୁଛି? ଆଗକୁ ଅନ୍ୟ ଧର୍ମାବଲମ୍ବୀମାନେ ପ୍ରବେଶ କରିବେ ବୋଲି ଅଚ୍ୟୁତ ବାରମ୍ବାର ଚେତନା ଦେଇ ଯାଇଛନ୍ତି ଏବଂ ଅନ୍ୟ ଧର୍ମାବଲମ୍ବୀମାନେ ମନ୍ଦିରରେ ପ୍ରବେଶ କଲେ କ'ଣ ଘଟିବ ତା ପୂର୍ବ ଏପିସୋଡ଼ରେ ଆଲୋଚନା କରିବା। ଜୟ ଜଗନ୍ନାଥ। ସେ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ସଦିଚ୍ଛା ପୂର୍ଣ୍ଣ ହେଉ। ବୋଲ ଆନନ୍ଦ ଦେଖବା। ହରି ବୋଲ।